ଦେଖନ୍ତୁ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ଆଜି ରାଜ୍ୟସ୍ତରୀୟ ପଞ୍ଚମ ରେ ପଦାର୍ପଣ କରିଅଛି। ଆମର 4 ବର୍ଷ ଧରିକି ରଜ ମହୋତ୍ସବ କରାଯାଏ। ଆପଣମାନେ ଜାଣିଛନ୍ତି ଆଜି ପଞ୍ଚମ ବର୍ଷ ହେଲା। ଆମର 4 ଦିନ ଧରିକି କରାଯାଉଛି। ଓଡ଼ିଶାରେ ସବୁ ଜାଗାରେ 3 ଦିନ କରାଯାଏ, ଆମର କିନ୍ତୁ 4 ଦିନ ଆମେ କରୁଛୁ। ପ୍ରସ୍ତୁତି 15ରୁ 20 ଦୋଳି ପଡୁଛି। ସିକ୍ୟୁରିଟି ନିୟୋଜିତ କରାଯାଇଛି ସୁରକ୍ଷା ପାଇଁ। ବାଉଁଶର ସୁବିଧା କରାଯାଇଛି, ୟୁରିନାଲ ବି କରାଯାଇଛି, ସବୁ ପ୍ରକାର ସୁବିଧା କରାଯାଇଛି। ଆଉ ଆପଣ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବି ରାଜ୍ୟ ବାହାରର ସୁନାମୀ ଧନ୍ୟ କଣ୍ଠଶିଳ୍ପୀ ସମସ୍ତେ ବି ଆସୁଛନ୍ତି। ଆମର 13 ତାରିଖ, 14 ତାରିଖ, 15 ତାରିଖ, 16 ତାରିଖ 4 ଦିନ ଧରିକି ଆମେ କରୁଛୁ। ସକାଳ 10ଟାରୁ ରାତି 10ଟା ପର୍ଯ୍ୟନ୍ତ ସବୁଦିନ ପ୍ରୋଗ୍ରାମ କରାଯାଇଅଛି। ସକାଳ 10ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଆମର ଅଞ୍ଚଳ ଲୋକଙ୍କର ପ୍ରତିଭାକୁ ନେଇକି ଆମେ କରିବା ପାଇଁ ଚାହିଁଛୁ। ସନ୍ଧ୍ୟା 6ରୁ ରାତି 10 ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରୁଛୁ। ବଲିଉଡର ପାମଲା ଜେନ୍ ଆସୁଛନ୍ତି ଗାୟିକା, ଆଉ ପପମ ଓଡ଼ିଆ ଅଭିନେତା ହାସ୍ୟ ଅଭିନେତା ସିଏ ଆସୁଛନ୍ତି, ଟୁକୁନା ଷ୍ଟାଇଲିଶ ଆସୁଛନ୍ତି, ଆପଣଙ୍କର ନନସେନ୍ସ ମଣି ସିଏ ଆସୁଛନ୍ତି, ବାକି ଦେବେଶପତି ଗୀତିକା, ଆଉ ଆପଣଙ୍କର ଅଛନ୍ତି ବହୁତ ନାଁ ନେଇ ହବ ନାହିଁ। ତାପରେ ହିରୋ ଆଉ ଯୋଉ ଅଭିନେତା ଭିତରେ ଆସୁଛନ୍ତି ଅର୍ଜେନ୍ଦୁ ଆସୁଛନ୍ତି, ଆପଣଙ୍କର ଅମ୍ଳାନ ଆସୁଛନ୍ତି, ପୂନମ ରିଆ ବହୁତ ଏମିତି ଆସୁଛନ୍ତି, ସେମାନେ ସମସ୍ତେ ଆସୁଛନ୍ତି। ଆପଣ ମାନେ ଆସନ୍ତୁ, ଭରପୁର ଏନ୍ଜୟ କରନ୍ତୁ। ରଜର ବର୍ଷା ଯଦି ଭଗବାନ ଧରୁ ନ ହଉ, ବର୍ଷା ପାଇଁ ବି ଆମେ ସୁବିଧା କରୁଛୁ। ସବୁ ପ୍ରକାର ଯାହା ଦରକାର, ଯେମିତି ଜଣେ ଗୋଡ କାଢିକି ଆସିଥିଲେ ଘରୁ ବାହାରକୁ, ଯେମିତି କୌଣସି ପ୍ରକାର ଅସୁବିଧା ହବ ନାହିଁ, ସେଥିପାଇଁ ଆମେ ସବୁ ପ୍ରକାର ସମ୍ପୂର୍ଣ୍ଣ ସୁବିଧା କରୁଛୁ। ରଜ କହିଲେ ଘରେ ଘରେ ଗୋଟେ ରଜର ପର୍ବ ପାଳନ କରନ୍ତି, କିନ୍ତୁ ରଜଟା ଘରେ ଘରେ ସୀମିତ ନ ରଖି କେମିତି ଅଞ୍ଚଳ ଲୋକଙ୍କୁ ନେଇ ଗୋଟେ ବାଲିଯାତ୍ରା ଯୋଉ ଟାଇପ ର ହୁଏ, ବା ଆପଣ ଦୁର୍ଗା ପୂଜା କହିଲେ ଅତୁଟ ହବ ନାହିଁ, ସେ ଟାଇପ ର କେମିତି ଖାଲି ରଜକୁ ପ୍ରାଧାନ୍ୟ ଦେଇନୁ, ତାର ଆଲୋକୀକରଣ ସହିତ କେମିତି ସାଜସଜା ଉପରେ ତାକୁ ପ୍ରାଧାନ୍ୟ ଦେଇକି ଆମେ ଏଥର କରିଛୁ। ଗୋଟେ ନିଆରା ଭଳି କରିଛୁ। ଆପଣ ମାନେ ଆସିଲେ ଯେତେବେଳେ ପ୍ରସ୍ତୁତିରେ ଯିବେ ଜାଣିପାରିବେ କୋଉ ଟାଇପ ର କରାଯାଏ। ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ତରଫରୁ ଯୋଉ ରଜ ମହୋତ୍ସବ ଆମ ପଞ୍ଚମ ସ୍ତରୀୟ ପାଳନ କରାଯାଉଛି, ବିଗତ ଦିନରେ ରଜ ମହୋତ୍ସବ ଏହି ମଞ୍ଚରେ ବହୁତ ଭଲ ଭାବରେ ପାଳନ କରାଯାଇଥିଲା। ଆଉ ପ୍ରଥମ ଥର ଏଇ 2026ରେ ବହୁତ ନିଆରା ଢଙ୍ଗରେ, ନିଆରା ରଙ୍ଗରେ ପାଳନ କରାଯାଉଛି ରଜ ମହୋତ୍ସବ। ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ମୁଁ କହିବି ଏକ ତ୍ୟାଗ, ସେବା, ସଂସ୍କୃତି, ପରମ୍ପରା, କଳାକାରଙ୍କର ମଞ୍ଚ। ଏହି ମଞ୍ଚରେ ସେବା କାର୍ଯ୍ୟ କରାଯାଉଛି, କଳାକାର ମାନଙ୍କୁ ବଞ୍ଚାଇ ରଖାଯାଉଛି ଏବଂ ସଂସ୍କୃତି ପରମ୍ପରାକୁ ମଧ୍ୟ ଏହି ମଞ୍ଚ ମାଧ୍ୟମରେ ଆମେ ଦେଖିବାକୁ ପାଉଛୁ। ଯୋଉ ମଞ୍ଚରେ ଯୋଉ ଆଜିକା ଦିନରେ ଯୋଉଠି ରଜ ମହୋତ୍ସବ, ରଜ ଗୋଟେ ପାଳନ ଗାଁ ମାନଙ୍କରେ ସଂସ୍କୃତି ପରମ୍ପରା ଭୁଲି ଗଲେଣି, ସେ ଜାଗାରେ ରାଜଧାନୀ ଏରିଆରେ, ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଯୋଉଠିକି ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ଏକ ନିଆରା ପ୍ରୟାସ ଜାରି ରଖିଛନ୍ତି। ପୋଡ ପିଠା ସାଙ୍ଗକୁ, ମୀନା ବଜାର ସାଙ୍ଗକୁ ଢେର ସାରା କଳାକାର, ବଲିଉଡରୁ ଜଲିଉଡ ପର୍ଯ୍ୟନ୍ତ କଳାକାର ମାନେ ଆସୁଛନ୍ତି, ଷ୍ଟାର ମାନେ ଆସୁଛନ୍ତି, ମଞ୍ଚରେ ତାଙ୍କର ଦକ୍ଷତା ପ୍ରଦର୍ଶନ କରିବେ ଏବଂ ଝିଅ ମାନଙ୍କୁ ମାନେ ତାଙ୍କର ଯୋଉ ରଜ ମହୋତ୍ସବ ସେଲିବ୍ରେସନ କରିବେ, ତାଙ୍କୁ କେମିତି ସେ ଭଲ ଭାବେ ସେଲିବ୍ରେସନ କରିବେ, ସେଇ ପରମ୍ପରାକୁ ମନେ ରଖିବେ, ଆପଣେଇବେ ଏବଂ ଆଗକୁ ସେ ପରମ୍ପରାକୁ ନେଇକି ଚାଲିବେ, ସେଇ ବିଷୟରେ ବହୁତ ଗୁରୁତ୍ୱ ଦିଆଯାଇକି ଏ ରଜ ମହୋତ୍ସବ। ସ୍ମିତା ପାତ୍ର, ନୂଆଗାଁ ରଜ ମହୋତ୍ସବ ଏଇଟା ପଞ୍ଚମ ସ୍ତର ରଜ ମହୋତ୍ସବରେ ପହଞ୍ଚିଛି। ଆମର ନୂଆଗାଁ ରଜ ମହୋତ୍ସବ ସବୁଠୁ ନିଆରା, କାହିଁକି ନା ଯେମିତି ଭାଇ ଆମର କହିଲେ ଏଇଟା ବଜେଟ ଫୁଲ ମଞ୍ଚ, କିନ୍ତୁ ଏଠି ଛୋଟ ବଡ ସମସ୍ତେ ଏଠି ପାର୍ଟିସିପେଟ କରିପାରନ୍ତି। ଆଉ ଆମର ଏଇ ରଜରେ ପାନ, ମିଠା, ପିଠା, ବିଶେଷ କରି ଏ ବର୍ଷ 2 କୁଇଣ୍ଟାଲ ପୋଡ ପିଠା ମାନେ କରାଯାଇଛି କମିଟି ତରଫରୁ, ସମସ୍ତେ ଖାଇକି ଏନ୍ଜୟ କରିବେ। ତାପରେ ଆମର ଏଇ ରଜ ମହୋତ୍ସବ ସବୁଠି 3 ଦିନ ହୁଏ, କିନ୍ତୁ ନୂଆଗାଁ ରଜ ମହୋତ୍ସବ 4 ଦିନ ହିଁ ସଜବାଜଠୁ ଷ୍ଟାର୍ଟ ହେଇଯାଏ। ତାପରେ ଆମର ଏଥିରେ ପାନ, ମିଠା, ପିଠା, କଳାକାର ବହୁତ ସାରା ଆସନ୍ତି, ନାଚ ଗୀତ, କମେଡିଆନ ଆସନ୍ତି, ପପୁ ପମ୍ପମ, ତାପରେ ଷ୍ଟାଇଲିଶ କୁନା, ଆମର ପ୍ରିୟ ମଣି, ତାପରେ ସୁମନ ବି ଆସୁଛନ୍ତି, ଆଉ ବଲିଉଡ କଳାକାର ବି ପାମିଲ ଜୈନ ଆସୁଛନ୍ତି, ବହୁତ ସାରା କଳାକାର ଆସୁଛନ୍ତି। ସମସ୍ତେ ଆସନ୍ତୁ, ସମସ୍ତେ ମିଶିକି ଏନ୍ଜୟ କରନ୍ତୁ, ଦେଖିବେ ଗ୍ରାମୀଣ ବିକାଶ ମଞ୍ଚର ରଜ ମହୋତ୍ସବ କେତେ ନିଆରା। ଦେଖିଲା ପରେ ହିଁ ଜାଣିବେ ଯେ ଏଇଟା କେତେ ନିଆରା। ଏ ମଞ୍ଚ କେମିତି, ଏ ମଞ୍ଚରେ ସମସ୍ତଙ୍କୁ ସମ ଅଧିକାର ଦିଆ ବି ଯାଉଛି।
ଏମିତି ନାହିଁ ଯେ ଆମର ଏଇ ପାଖାପାଖି ପିଲା ସେ ପିଲା ବି ପାର୍ଟିସିପେଟ କରିବେ। ସବୁ ପିଲା ଏଥିରେ ସମ ଅଧିକାର ନେଇ ପାର୍ଟିସିପେଟ କରିବେ। ସମସ୍ତେ ଆପଣଙ୍କ ଜରିଆରେ ଆମେ କହୁଛୁ ସମସ୍ତେ ଆସନ୍ତୁ, ଏଠି ସମସ୍ତେ ମିଶି ଭରପୁର ଏନ୍ଜୟ 4 ଦିନ ଭରପୁର ଏନ୍ଜୟ କରିବେ। ଖାଇବାର ବ୍ୟବସ୍ଥା ବି କରାଯାଏ ଏଠି। ଏଠିକି ସମସ୍ତେ ଆସନ୍ତୁ, ଭରପୁର ଏନ୍ଜୟ କରନ୍ତୁ। ଗ୍ରାମୀଣ ବିକାଶ ମଞ୍ଚର ଜଣେ ସଦସ୍ୟ। ଏଥର 5ମ ସ୍ତରୀୟ ରଜ ମହୋତ୍ସବ ପାଳିତ କରାଯାଉଛି। ଏଇ ରଜ ମହୋତ୍ସବର ପୁରା ମଜା, ପାନ ଖାଇବା, ଦୋଳି ଖେଳିବା, ପୁଚି ଖେଳିବା, ଆଉ ତା ସହିତ ଶଙ୍ଖ ହୁଳହୁଳି କରିବା, ଆଉ କଳାକାର ମାନଙ୍କର ଗୀତ ଶୁଣିକି ମନ୍ତ୍ରମୁଗ୍ଧ ହୋଇ ଆନନ୍ଦ ନେବା, ମଜା କରିବାରେ ବହୁତ ଖୁସି ଅଛି। ଏଇ ରଜକୁ ସମସ୍ତେ ଆସନ୍ତୁ। ରାଜ୍ୟ ସ୍ତରୀୟ ରଜ ମହୋତ୍ସବ ବହୁତ ବଡ଼ ଆକାରରେ ପାଳନ କରାଯାଉଛି। ସମସ୍ତେ ଆସି ଭରପୁର ଉପଭୋଗ କରନ୍ତୁ ଏବଂ ଖୁସି ମନାନ୍ତୁ।